हेलो माय डियर स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ ଆଶା କରୁଛି ହେଲେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ। ଆଉ କଣ ପିଲେ ସବୁ ଭଲ ଅଛ ତ? ହଁ, ଭଲରେ ଥାଉ, ଏମିତି ସବୁବେଳେ ଭଲରେ ରୁହ ଆଉ ମୋ ସହିତ ଏମିତି ଯୋଡି ହେଇକି ରୁହ। ତ ପିଲେ ଆଜି ଆମେ ପଢିବା କଣ ନା ଓଡିଆ ଅନର୍ସର କୋର 9 ୟୁନିଟ୍ 2 ପିଲେ। ପିଲେ ପୂର୍ବ ଭିଡିଓରେ ମୁଁ ତମର ୟୁନିଟ୍ 1 ଟା କମ୍ପ୍ଲିଟ କରିଦେଇଛି। ଯୋଉମାନେ ବି ଦେଖିନ ଆ, ମୋର ୟୁଟ୍ୟୁବର ପ୍ଲେଲିଷ୍ଟକୁ ଯିବ, ତାପରେ ୟୁନିଟ୍ 1 ଟା ଭିଡିଓ ଦେଖିବ ପିଲେ ହେଲା। ତ ଆଜି ଆମେ ଡିସ୍କସନ କରିବା କଣ ନା ତମର ଯୋଉ ଅଛି ୟୁନିଟ୍ 2 ରେ ଅଛି କଣ ନା ସାଗର ମନ୍ଥନ, କାହାର ନା ସାଗର ମନ୍ଥନ ମନୋରଞ୍ଜନ ଦାସ। ତାପରେ ଅଛି ତମର କଣ ନା ଈଶ୍ୱର ଜଣେ ଯୁବକ କାର୍ତ୍ତିକ ଚନ୍ଦ୍ର ରଥଙ୍କର। ତ ଆଜି ଆମେ ଏହାର ଡିସ୍କସନ କରିବା। 1 ମାର୍କ ଦେଖିବା, 2 ମାର୍କ, 5 ମାର୍କ ଆଉ 8 ମାର୍କ ହେଲା। ସବୁ ତମକୁ ମୁଁ ଆଜି ସିଲେକ୍ଟେଡ କ୍ୱେଶ୍ଚିନ୍ କହିଦେବି ପିଲେ। ତ ଏହାର ଯଦି ପିଡିଏଫ୍ ତମେ ପାଇବାକୁ ଚାହୁଁଛ ତାହେଲେ ମୋର ଟେଲିଗ୍ରାମରେ ଜଏନ୍ ହେଇଯିବ, ସେଠି ତମେ ଏହାର ପିଡିଏଫ୍ ସବୁ ପାଇପାରିବ ପିଲେ। ଓକେ, ତାହେଲେ ଡେରି କରିବାନି, ଡିସ୍କସନ କରିବା ଆମେ। 1 ମାର୍କ ତମର ଫାର୍ଷ୍ଟ କ୍ୱେଶ୍ଚିନ୍ ଅଛି କଣ ନା ମନୋରଞ୍ଜନ ଦାସଙ୍କର ପ୍ରଥମ ନାଟକର ନାମ କଣ? ମନୋରଞ୍ଜନ ଦାସଙ୍କର ପ୍ରଥମ ନାଟକ କଣ ପିଲେ ନା ଯୌବନ। ମନେ ରଖିବ, ଯୌବନ ନାଟକଟି କେବେ ପ୍ରକାଶିତ ହୋଇଥିଲା? ଯୌବନ ନାଟକଟି କେବେ ପ୍ରକାଶିତ ହୋଇଥିଲା ନା 1955 ମସିହାରେ। ହେଲେ ତମେ 1 ମାର୍କ ସବୁ ନିଜେ ପଢିଦେବ ହେଲା। ତମର ଯୋଉଗୁଟା ସିଲେକ୍ଟେଡ କ୍ୱେଶ୍ଚିନ୍ ଗୁଡାକୁ ମୁଁ ସବୁ ତମର ସବୁ କହିଦେବି ହେଲା। ଏଗୁଡାକ ତମେ ସବୁ ନିଜେ ନିଜେ ପଢିଦେବ 1 ମାର୍କ। ନା ଭିଡିଓଟି ତମର ବହୁତ ଲମ୍ବା ହେଇଯିବ, ତୁମେ ଏଗୁଡାକ ସବୁ ନିଜେ ନିଜେ ପଢିଦେବ ହେଲା। 1 ମାର୍କ। 1 ମାର୍କ ରେ ତମେ ସବୁ ପଢିବ, କୋଉଗୁଡାକୁ ବି ଛାଡିବ ହେଲା। 1 ମାର୍କ ମୁଁ ଯେତିକି ବି ଦେଇଛି ଏଠି, ତ ତମକୁ ସବୁ ପଢିବାକୁ ପଡିବ। ତ ତାହେଲେ ଆମେ 2 ନମ୍ବର ଦେଖିବା ପିଲେ। ତ 2 ନମ୍ବରରେ ମୁଁ ତମକୁ କହିଦେବି ଯେ କୋଉଟା ସିଲେକ୍ଟେଡ କଣ। 1 ମାର୍କ ସବୁ ପଢିବ, ନିଜେ ନିଜେ ପଢିଦବ ପିଲେ ହେଲା। ତ କିଏ କାହାର ଆତ୍ମହତ୍ୟା ସମ୍ପର୍କରେ ତଦନ୍ତ କରୁଥିଲେ? ଗୁରୁତ୍ୱପୂର୍ଣ୍ଣ ତମର ଆସିପାରେ ପରୀକ୍ଷାରେ। ଯେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସାଗର ମନ୍ଥନ ନାଟକଟି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏକ ପ୍ରସିଦ୍ଧ ନାଟକ। ଶିଳ୍ପପତି ଦୁର୍ଗାପ୍ରସନ୍ନ ପତ୍ନୀ କରୁଣା, କନ୍ୟା ଶିଲା, ପୁତ୍ର ଅଚ୍ୟୁତ ଓ ଭାବି ଜାମାତା ବିକାଶକୁ ନେଇ ଘରେ ଏକ ପାର୍ଟିର ବ୍ୟସ୍ତ ଥିଲାବେଳେ ଜଣେ ପୋଲିସ ଇନ୍ସପେକ୍ଟର ଅବଧୂତ ରାଓ ଜନୈକା ଅସହାୟ ବାଳିକାର ଆତ୍ମହତ୍ୟା ସମ୍ପର୍କରେ ତଦନ୍ତ କରିବାକୁ ଯାଇ ତାଙ୍କ ଗୃହରେ ଅଚାନକ ଉପସ୍ଥିତ ହୋଇଛନ୍ତି। ତାପରେ ନେକ୍ସଟ, ଆତ୍ମହତ୍ୟା ସହିତ କିଏ କିଏ ଜଡିତ ବୋଲି ଅବଧୂତ ପ୍ରମାଣ କରିଥିଲେ? ଗୁରୁତ୍ୱପୂର୍ଣ୍ଣ ପିଲେ ହେଲା। ଅବଧୂତ ପ୍ରମାଣ କରିଥିଲେ ଯେ କେବଳ ଦୁର୍ଗାପ୍ରସନ୍ନ ନୁହନ୍ତି, ତାଙ୍କର ପରିବାରର ସମସ୍ତେ ଏବଂ ଭାବି ଜାମାତା ବିକାଶ ମଧ୍ୟ ଏହି ଆତ୍ମହତ୍ୟା ସହିତ ଜଡିତ ଥିଲେ। ସେଇ ନିରୀହ ବାଳିକାଟି ଉପାୟହୀନ ଭାବେ ବିଭିନ୍ନ ନାମରେ ବିଭିନ୍ନ ଚରିତ୍ର ନିକଟବର୍ତ୍ତୀ ହୋଇ ପ୍ରତାରିତ ହେବା ପରେ ଶେଷକୁ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କରିଛି। ଯେଉଁମାନେ ଏହି ଆତ୍ମହତ୍ୟା ସହିତ ଜଡିତ ଇନ୍ସପେକ୍ଟର ଅବଧୂତ ରାଓ ତାହା ତଦନ୍ତ କରି ପ୍ରମାଣ କରିଦେଇଛନ୍ତି। ନେକ୍ସଟ ହେଉଛି ରେବା କିପରି ମୃତ୍ୟୁବରଣ କରିଥିଲେ? ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ରେବା କିପରି ମୃତ୍ୟୁବରଣ କରିଥିଲା। ରେବା ଦାସ କାର୍ବୋଲିକ ଏସିଡ ପିଇ ଆତ୍ମହତ୍ୟା କରିଥିଲା ହେଲା। ଦୁର୍ଗାପ୍ରସନ୍ନ ବାବୁଙ୍କ ଝିଅ ଶିଲାର ବିବାହ ଉତ୍ସବ ପାଇଁ ସମସ୍ତେ ଏକ ମାନସିକ ପ୍ରସ୍ତୁତିରେ ବ୍ୟସ୍ତ ଥିଲାବେଳେ ପୋଲିସ ଅଫିସର ଅବଧୂତ ରାଓ ଆସି ସନ୍ଧ୍ୟା ଦାସ ଓରଫ ରେବା ଦାସର ମୃତ୍ୟୁ ଜନିତ ଅପରାଧ ପାଇଁ ଜମାନବନ୍ଦୀ ଆରମ୍ଭ ହୋଇଛି। ପିଲେ ରେବା ଦାସ ଯିଏ, ସିଏ ହିଁ ହଉଛନ୍ତି କଣ ନା ସନ୍ଧ୍ୟା ଦାସ ହେଲା। କାର୍ବୋଲିକ ଏସିଡ ପିଇ ରେବା ଦାସ ଆତ୍ମହତ୍ୟା କରିଥିବା ଘଟଣା ଶୁଣି ଦୁର୍ଗାପ୍ରସନ୍ନ ଆତଙ୍କିତ ହୋଇ ପଡିଛନ୍ତି। ରେବା ଦାସ ତାର ନାମ କାହିଁକି ବଦଳାଇଥିଲା? ଯେ ରେବା ଦାସ ପ୍ରଥମ ପର୍ଯ୍ୟାୟରେ ସେ ରେବା ଦାସ ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ସେ କଣ ନା ସନ୍ଧ୍ୟା ଦାସ ହେଇଛି ହେଲା। ଯେ ନିଜର ନାମରେ ସେ କାହିଁକି ପରିବର୍ତ୍ତନ କରିଦେଇଥିଲା? ଭେରାଇଟି ଷ୍ଟୋରରେ ରେବା ଦାସର ସୌନ୍ଦର୍ଯ୍ୟ ବିଦ୍ରୂପ ହସ ଦେଖି ଈର୍ଷାପରାୟଣ ଶିଲା ତାର ବହିଷ୍କାରର କାରଣ ହୋଇଥିଲା। ଦାରିଦ୍ର୍ୟ ଓ ଅସହାୟତାରୁ ରକ୍ଷା ପାଇବା ପାଇଁ ରେବା ଦାସ ନିଜର ନାମ ବଦଳାଇ ହୋଇଛି ସନ୍ଧ୍ୟା ଦାସ। ସନ୍ଧ୍ୟା ଦାସର ନାମ ଶୁଣିବା ମାତ୍ରେ ପରିବାରର ଭାବି ଜାମାତା ବିକାଶ ହଠାତ୍ ଚମକି ପଡିଛି ଏବଂ ଥର ଥର ହାତରେ ପାଣି ପିଇବାକୁ ଲାଗିଛି। ଯେହେତୁ
ସନ୍ଧ୍ୟା ଦାସ ସହିତ ଭାବି ଜାମାତା ବିକାଶ ଯିଏ ସିଏ ଜଡିତ ଥିଲା ବେଳେ ସେଥିପାଇଁ ଯେତେବେଳେ ସେ ତା ନାଁ ଶୁଣିଛି ସେ ହଠାତ୍ ଚମକି ପଡିଛି। ଯୁବକର ସାନ ଭାଇ କାହିଁକି ମାଟ୍ରିକ ପରୀକ୍ଷା ଦେଇପାରିବନି ବୋଲି କହିଲା? କାହିଁକି କହିଥିଲେ ବେଳେ ନା ଈଶ୍ୱର ଜଣେ ଯୁବକର ନାଟ୍ୟକାର ହଉଛନ୍ତି କାର୍ତ୍ତିକ ଚନ୍ଦ୍ର ରଥ। ଏହି ନାଟକରେ ଜଣେ ଯୁବକର କଥା ନାଟ୍ୟକାର ବର୍ଣ୍ଣନା କରିଛନ୍ତି। ଯୁବକଟିର ସାନ ଭାଇ ମାଟ୍ରିକ ପରୀକ୍ଷା ଫିସ୍ ଦେଇ ନ ପାରିବାରୁ ହେଡମାଷ୍ଟରଙ୍କୁ ଯାଇ ଅନୁରୋଧ କରିଛି ଯେ ବୁଝେଇବାକୁ ଚେଷ୍ଟା କରିଛି। ସାରଙ୍କୁ ତା ପାଇଁ କିଛି କରିବାକୁ କହିଛି, ନହେଲେ ସେ ମାଟ୍ରିକ ପରୀକ୍ଷା ଦେଇପାରିବନି ବୋଲି ହେଡମାଷ୍ଟରଙ୍କୁ ଅନୁରୋଧ କରିଛି। ତଥାପି ସେ ହାରିଯାଇଛି। ବୁଝାଇ ବୁଝାଇ ଥକି ପଡିଛି, କେହି ତା କଥା ବୁଝେ ନାହାନ୍ତି। ରେଣୁର ନିର୍ବନ୍ଧ କାହିଁକି ଭାଙ୍ଗିଗଲା? ଏଇଟା ତ তুমি ଛାଡ଼ିଦେବେ। ଈଶ୍ୱର ଜଣେ ଯୁବକ ନାଟକଟିର କେତୋଟି ଦୃଶ୍ୟ ରହିଛି ଏବଂ ଏହା କେଉଁ ପ୍ରତିଯୋଗିତାରେ ପୁରସ୍କୃତ? ଯେ ଈଶ୍ୱର ଜଣେ ଯୁବକଟି ନାଟକରେ କେତୋଟି ଦୃଶ୍ୟ ରହିଛି ଏବଂ ଏହା କେଉଁ ପ୍ରତିଯୋଗିତାରେ ପୁରସ୍କୃତ? ଏଇଟା ଗୁରୁତ୍ୱପୂର୍ଣ୍ଣ ହେଲା, ପଢିବ। ମହାଭାରତ ଯୁଦ୍ଧର କାହା ଭୂମିକାରେ ଶ୍ରୀକୃଷ୍ଣ ଯୁବକଟିକୁ ଅବତୀର୍ଣ୍ଣ କରିଛନ୍ତି? ମହାଭାରତ ଯୁଦ୍ଧର ଅର୍ଜୁନ ଭୂମିକାରେ ଶ୍ରୀକୃଷ୍ଣ ଯୁବକଟିକୁ ଅବତୀର୍ଣ୍ଣ କରାଇ ନିଜେ ସାରଥୀର ଭୂମିକା ତୁଲେଇଛନ୍ତି। ଯୁବକର ସାନ ଭାଇ ହନୁମାନ ଭୂମିକା ଗ୍ରହଣ କରିଛନ୍ତି। ନାଟ୍ୟକାରର କାହାଣୀ ଉପସ୍ଥାପନାରେ ଚମତ୍କାର ନାଟକୀୟତା ସୃଷ୍ଟି କରିପାରିଛି। ମିଥ୍ ସହାୟତାରେ ଦୃଶ୍ୟଗୁଡ଼ିକ ବର୍ଣ୍ଣାଢ୍ୟ କରନ୍ତି, ଆଧ୍ୟାତ୍ମିକତାର ସାହାଯ୍ୟ ଗ୍ରହଣ କରନ୍ତି। ସମସ୍ୟାର ସମାଧାନ ନିମନ୍ତେ ନାଟ୍ୟକାର ଶ୍ରୀକୃଷ୍ଣଙ୍କୁ ଏହିପରି ଭାବରେ ଅବତୀର୍ଣ୍ଣ କରାଇଛନ୍ତି। ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥଙ୍କ ତିନୋଟି ନାଟକର ନାମ ଲେଖ। ଯେ କାର୍ତ୍ତିକ ଚନ୍ଦ୍ର ରଥଙ୍କର ଗୋଟେ ହଉଛି କଣ, ଯେ ଈଶ୍ୱର ଜଣେ ଯୁବକ, ତା ବ୍ୟତୀତ ତମକୁ ଆହୁରି ତାଙ୍କର ଯୋଉ ତିନିଟା ଚାରିଟା ନାଟକ ମନେ ରଖିବାକୁ ପଡିବ। ବୋଲେ ତମର କ୍ୱେଶ୍ଚନ ଏମିତି ମଧ୍ୟ ଆସିପାରେ ଯେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥଙ୍କର ତିନୋଟି ନାଟକର ନାମ ଲେଖ। ହେଲା, ନେକ୍ସଟ ଦେବା ଆଗାମୀ ନାଟକ କେବେ ଓ କେଉଁ ସଂସ୍ଥା ଦ୍ୱାରା ମଞ୍ଚସ୍ଥ ହୋଇଥିଲା? ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ଯେ 1950 ମସିହାରେ ୟୁନାଇଟେଡର ଆର୍ଟିଷ୍ଟ ସଂସ୍ଥା ଆଗାମୀ ନାଟକକୁ ମଞ୍ଚସ୍ଥ କରାଇଥିଲା। ଆଗାମୀ ନାଟକର ଅବତରିକାରେ ନାଟ୍ୟକାର ଲେଖିଛନ୍ତି, ରଙ୍ଗମଞ୍ଚରେ ନୂତନ ନାଟକ ନେଇ ପରୀକ୍ଷା ନିରୀକ୍ଷା କରିବା ପାଇଁ ଆମେ କେତେ ଜଣ ଗଢିଥାଉ ଏକ ସୌଖୀନ ନାଟ୍ୟ ସଂସ୍ଥା। ୟୁନାଇଟେଡ ଆର୍ଟିଷ୍ଟ ତାର ଅଭିନୟ ପାଇଁ 1949 ଶେଷ ଭାଗକୁ ଏହା ଲେଖା ହୁଏ। ଆଗାମୀ ଅଭିନୀତ ହୁଏ 1950ରେ। ପାଶ୍ଚାତ୍ୟ ନାଟ୍ୟକାର ଇବସେନ୍ସ ଗୋଲ୍ସୱର୍ଥୀ ପ୍ରଭୃତିଙ୍କ ପ୍ରଭାବରେ ମନୋରଞ୍ଜନ ଦାସ ଆଗାମୀ ନାଟକର ତିନୋଟି ଅଙ୍କ ବ୍ୟବହାର କରିଛନ୍ତି। ତାପରେ ଦେଖିବା ତମର 1 ମାର୍କ 2 ମାର୍କ କମ୍ପ୍ଲିଟ ହେଲା ବେଲେ ଏବେ ଦେଖିବା 5 ମାର୍କ ହେଲା। ଯେ ସାଗର ମନ୍ଥନ ନାଟକର ନାମକରଣର ସାର୍ଥକତା ପ୍ରତିପାଦନ କର। ଏଇଟା ଗୁରୁତ୍ୱ ହେଲା, ତମକୁ ମନେ ରଖିବାକୁ ପଡିବ। ଏଇଟା ତମକୁ ଭଲସେ ପଢିବାକୁ ପଡିବ ପିଲେ। ସାଗର ମନ୍ଥନ ନାଟକର ନାମକରଣର ସାର୍ଥକତା ପ୍ରତିପାଦନ କର। ହେଲା, ପଢିବ। ଯଦି ବିଲେ ତମେ ବୁଝିପାରିବନି ଯେ ସାଗର ମନ୍ଥନ, ତମେ ଏଇଟା ପଢିଲା ପରେ ତମେ ବୁଝିପାରିବନି ଯେ ସାଗର ମନ୍ଥନ ନାଟକର ନାମକରଣ କାହିଁକି ଦିଆଗଲା, ହେଲା ମତେ କମେଣ୍ଟରେ ଜଣେଇବ। ମୁଁ ତମ ପାଇଁ ଏଟା ଟେକ୍ସଟ ଆଲୋଚନା କରିବି ଏବଂ ସାଗର ମନ୍ଥନ ନାଟକର ନାମ ଯେ ସାଗର ମନ୍ଥନ ବୋଲି କାହିଁକି ନାମକରଣ କରାଗଲା, ହେଲା ନେକ୍ସଟ ଭିଡିଓରେ ଜଣେଇଦେବି। ଯେ ତମର ପରୀକ୍ଷା ପାଖେଇ ଆସିଲାଣି ବେଲେ ସେଇଥିପାଇଁ ମୁଁ ତମର କଣ ନା ସିଲେକ୍ଟେଡ ସବୁ କହିଦଉଛି। ତାପରେ ଦେଖିବା ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜୀବନୀ ଓ ସୃଷ୍ଟି ସମ୍ଭାର ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର। ଯେ ମନୋରଞ୍ଜନ ଦାସଙ୍କର କଣ କଣ ସବୁ ମନୋରଞ୍ଜନ ଦାସ ରଚନା କରିଥିଲେ ତମକୁ ସବୁ ମନେ ରଖିବାକୁ ପଡିବ, ହେଲା। ତାପରେ ହେଲା କଣ, ଏକ ମନସ୍ତାତ୍ତ୍ୱିକ ନାଟକ ଭାବରେ ସାଗର ମନ୍ଥନର ବିଶେଷତ୍ୱ ପ୍ରତିପାଦନ କର। ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ସରିଗଲା। ଏକ ମନସ୍ତାତ୍ତ୍ୱିକ ନାଟକ ଭାବରେ ସାଗର ମନ୍ଥନର ବିଶେଷତ୍ୱ ପ୍ରତିପାଦନ କର। ମୁଁ ଯୋଉଟା ଯୋଉଟା ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛି ପିଲେ ସବୁ ତମେ ନୋଟ୍ସ କରିବ। ନୋଟ୍ସ କଲା ପରେ ତମେ ସବୁ ପଢିବ। ବାରମ୍ବାର ତମେ ଯେତେ ଥର ପଢିବ ତମେ ସେତେ କଣ ଯେ ନୂଆ ନୂଆ ଜିନିଷ ମଧ୍ୟ ଶିଖିପାରିବ। ବୋଲି ଗୋଟେ ଥର ପଢିବ ତାହେଲେ କଣ ଲେଖା ହେଇଛି କିଛି ବୁଝିପାରୁନୁ, ତାହେଲେ ପାଠଟି ହବନି। ପିଲେ ତମେ ଯୋଉ ଯାଇ ପାଠଟାକୁ ବୁଝୁନ ତମେ ସେ ଯାଏଁ ଚାଲିଥିବ। ତମେ ବାରମ୍ବାର ପଢିଲା ପରେ ତମେ ବୁଝିପାରିବ, ହେଲା ତମେ ଛାଡିଦେବନି ସେଇଠୁ। ତ ପାଠ ତମର ଯୋଉ ଓଡିଆ ପାଠଟା ଏତେ ବି କଷ୍ଟ ନୁହେଁ ପିଲେ। ତମେ ପଢିଲେ ତମେ ଯୋଉଟା ମଧ୍ୟ ପଢିବ ପିଲେ କୌଣସି ସବଜେକ୍ଟ କଷ୍ଟ ନୁହେଁ, ହେଲା ତମେ ଭଲସେ ପଢିବ ତାହେଲେ ସବୁ ପାଠ ସହଜ।
ତ ମନ ଧ୍ୟାନ ଦେଇ ପଢିବାକୁ ପଡିବ। ବାରମ୍ବାର ପଢିଲା ପରେ ସିନା ବୁଝିବ। ଯେ କେତେଟା ପିଲା ଥିବେ, ମୁଁ ଦେଖିଛି ଯେ ମୋ ସଂସ୍ପର୍ଶରେ ଯିଏ ଯିଏ ଆସିଛନ୍ତି କହିବେ କି ନାଇଁ ମ୍ୟାଡାମ କିଛି ପାଠ ବୁଝି ପାରୁନୁ, କଣ କଣ ଲେଖା ହେଇଛି। ଆରେ ବୁଝିବ କେମିତି? ସେମାନେ ତ ପାଠ ଆଗ ପଢିଲେ ନାହିଁ। ତମେ ବି ସେମିତି କରିବନି ପିଲା, ହେଲା। ଯେ ପାଠଟାକୁ ତମେ ପଢିବ, ବାରମ୍ବାର ପଢିବ। ତୋର ନାହିଁ କି ଯେ ବୁଝ ନ ବୁଝୁ ପଢ ଗୀତା, ରୁଚ ନ ରୁଚୁ ଖା ପିତା, ତେବେ ତ ହଇବୁ ଜଗତ ଜିତା। ହେଲା। ସେଥିପାଇଁ ଗୋଟେ ପାଠଟାକୁ କଣ ଯେ ଗୀତା ତମେ ବୁଝ କି ନ ବୁଝ ତମେ ପଢି ଚାଲ। ପାଠ ତମେ ବୁଝ କି ନ ବୁଝ ତମେ ପଢି ଚାଲ। ପଢିବ ବୋଲି ସିନା ତମେ ଜାଣିପାରିବ। ଆଉ ପିତା ତମେ ଯଦି ଯେତେବେଳେ ଖାଇବ ସେତେବେଳେ ପାଟି କଣ ପିତା ଲାଗିବ, କିନ୍ତୁ ତମ ଦେହ ପାଇଁ କଣ ଯେ ହିତକାର। ତମେ ପାଠଟା ତମେ ଆଜି ପଢିଛ, ତମର ଆଗାମୀ ଭବିଷ୍ୟତ ତମର କଣ ଗୋଟେ ଉଜ୍ଜଳ ହବ କି? ବେଶୀ ହେଇଗଲା ତାହେଲେ ମୋଟିଭେସନ, ଛାଡ ତାହେଲେ ପାଠକୁ ଯିବା। ଏକ ମନସ୍ତାତ୍ତ୍ୱିକ ନାଟକ ଭାବରେ ସାଗର ମନ୍ଥନର ବିଶେଷତ୍ୱ ପ୍ରତିପାଦନ କର, ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ତାହେଲେ ହେଲା ସାଗର ମନ୍ଥନ ନାଟକର ଚରିତ୍ର ମାନଙ୍କ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର। ଯେ ସାଗର ମନ୍ଥନ ନାଟକରେ କୋଉ କୋଉ ଚରିତ୍ର ଅଛି ତାଙ୍କ ବିଷୟରେ ସଂକ୍ଷେପରେ ଆଲୋଚନା କରିବାକୁ। ତାପରେ ନେକ୍ସଟ ଦେଖିବା, ଏଇଟା ବି ଗୁରୁତ୍ୱପୂର୍ଣ୍ଣ, ହେଲା। ୟାର ମୁଁ ପିଡିଏଫ୍ ଦେଇଦେବି ପିଲା, ଟେଲିଗ୍ରାମରେ ମୋର ପିଡିଏଫ୍ ଦେଇଦେବି, ୟାର ବ୍ୟସ୍ତ ହବାର କିଛି ନାହିଁ। ତା ଦେଖିବା ସାଗର ମନ୍ଥନ ନାଟକର ବିଷୟବସ୍ତୁ ଆଲୋଚନା କର। ଯେ ସାଗର ମନ୍ଥନ ନାଟକର ବିଷୟବସ୍ତୁ କିପରି ଗଢି ଉଠିଛି ତାକୁ ତମକୁ ଆଲୋଚନା କରିବାକୁ ପଡିବ, ହେଲା। ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ଏକ ପ୍ରୟୋଗ ଧର୍ମୀ ନାଟକ ଭାବରେ ଈଶ୍ୱର ଜଣେ ଯୁବକର ସଂକ୍ଷିପ୍ତ ଆଲୋଚନା କର। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପିଲେ। ବୁଝିପାରୁନ ମୁଁ ଡିସ୍କସନ କରିବି କ୍ଲାସ ନେକ୍ସଟ ଦେଖିବା ମନୋରଞ୍ଜନ ଦାସଙ୍କ ନାଟ୍ୟ ଦର୍ଶନ ବିଶ୍ଳେଷଣ କର। ଏଇଟା ବି ଗୁରୁତ୍ୱପୂର୍ଣ୍ଣ। ମୁଁ କେତେଟା ବୋଲି ସିଲେକ୍ଟେଡ ଦେଉଛି, ତମେ ମୁଁ ଯେତିକି ବି କହୁଛି ତମେ ସେତିକି ପଢିକି ଯାଇଥାଅ। ତମେ ଦେଖିବ ପରୀକ୍ଷାରେ ତମେ କୋଶ୍ଚିନ୍ ଯେମିତି ବି ପାଇପାରିବ, ହେଲା। ଆଉ ତମେ କେବଳ ଗୋଟେ ହିଁ ପଢିକି ଗଲେ ହବ କି? ତମେ ଯୁଦ୍ଧକୁ ଯାଉଛ, ଯୁଦ୍ଧକୁ ଗଲେ ତମେ ଗୋଟେ ଏକ ଅସ୍ତ୍ର ଧରିକି ଯିବ କି? ତ ତମକୁ ପୁଣି ବହୁତ ସାରା ଅସ୍ତ୍ର ଧରିକି ଯିବାକୁ ପଡିବ କି ନାହିଁ? ନା ପରୀକ୍ଷା ପରୀକ୍ଷା ତମେ ଦେବାକୁ ଯାଉଛ, ତମେ ଗୋଟେ ହିଁ ଲଙ୍ଗ କୋଶ୍ଚିନ୍ ପ୍ରିପେୟାର ହେଇକି ଗଲେ ହବ? ତମକୁ ପୁଣି ଚାରିଟା ପାଞ୍ଚଟା ଲଙ୍ଗ କୋଶ୍ଚିନ୍ ଘୋଷି ପଢିକି ପୁରା ମୁଖସ୍ତ କରିକି ଯାଇଥିଲେ ସିନା ତମେ ଲେଖିପାରିବରେ, ନା କେମିତି ଲେଖିବ ତମେ? ସେଥିପାଇଁ ତମକୁ ମୁଁ ଚାରି ପାଞ୍ଚଟା ତମକୁ ପିଲେ ମୁଁ ସିଲେକ୍ଟେଡ ଦେଉଛି, ତମେ ଏତିକି ପଢିକି ଯାଅ, ତମେ ସେତିକିରୁ ହିଁ ପାଇପାରିବ। ସାଗର ମନ୍ଥନ ନାଟକରେ ମିଥ୍ର ପ୍ରୟୋଗ ସମ୍ପର୍କରେ ଆଲୋକପାତ କର। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ହେଲା। ପଢିକି ଯିବ। ନେକ୍ସଟ ଦେଖିବା ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥଙ୍କର କୃତିତ୍ୱ ଆକଳନ କର। ଏଇଟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପିଲେ ଯଦି ଆପଣମାନଙ୍କୁ ମୋ ଭିଡିଓଟି ଭଲ ଲାଗୁଛି ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେ ନାହିଁ। ତାହେଲେ ଈଶ୍ୱର ଜଣେ ଈଶ୍ୱର
ସିଲେକ୍ଟେଡ୍ କଣ କେମିତି ତମର ପରୀକ୍ଷାରେ ତମର ଯେମିତି କୋଶ୍ଚିନ୍ ଅଛି ମୁଁ ସେ ତାକୁ ବେସ୍ କରି ହିଁ ତମର ଡିସ୍କସନ୍ କରିଛି ପିଲେ ହେଲା। ମୁଁ ଯେତିକି ବି କହିଲି ତମେ ଖାଲି ଏତିକି ପଢିକି ଯାଅ, ତମେ ପରୀକ୍ଷାରେ ଆରାମସେ ଲେଖିପାରିବ। ତ କୋଶ୍ଚିନ୍ ଟା ତ ଆଉଟ୍ ଅଫ୍ ସିଲାବସ୍ ତମର କେବେ ବି ଆସିବନି ନା। ତମର ସିଲାବସ୍ ରେ ଯାହା ଅଛି ତମର କୋଶ୍ଚିନ୍ ସେଇଠୁ ହିଁ ଆସିବ। ତ ମୁଁ ସବୁ ଡିସ୍କସନ୍ କରିଦେଇଛି ବୋଲେ ତମେ ନୋଟ୍ସ କର, ଭଲସେ ପଢ, ଭଲ ରେଜଲ୍ଟ ଆସିବ। ତ ଆଜି ପାଇଁ ଏତିକି ଥାଉ ବୋଲେ ରହିଲି। ଥ୍ୟାଙ୍କ ୟୁ।